ରାମ ନାରାୟଣ ରାମ କେବେ ବେଶ୍ୟାମାନଙ୍କର ମହଲ୍ଲାରେ ରହୁଥିଲେ। ପାର୍ବତୀ ତାଙ୍କୁ ନେଇ ଆସୁଥିଲେ, ଯାହାକୁ ବେଶ୍ୟାମାନଙ୍କର ମହଲ୍ଲା କୁହାଯାଏ। ସେଠି ସେ ବହୁତ ସୁବିଧାରେ ବସୁଥିଲେ। ପାର୍ବତୀ ସେହି ନାରୀମାନଙ୍କୁ କହୁଥିଲେ, ତୁମେମାନେ କେତେ ଭାଗ୍ୟଶାଳୀ ଯେ ଏହି ରୂପରେ ତାଙ୍କୁ ପାଉଛ। ତୁମମାନଙ୍କ ଉପରେ ତାଙ୍କର ଅସୀମ କୃପା ଅଛି। ତୁମକୁ ଦେଖି ମୁଁ ନିଜକୁ ସଫଳ ଭାବେ ଅନୁଭବ କରେ। ଯଦି କେହି ସତୀ ଅଛନ୍ତି ତେବେ ସେ ତୁମେମାନେ। ମୁଁ ସତୀ ନୁହେଁ। ମୁଁ ଈର୍ଷ୍ୟା କରିପାରିବି, ପତି ଉପରେ ସନ୍ଦେହ କରିପାରିବି, କିନ୍ତୁ ତୁମେମାନେ ସେବା କରିବାକୁ ଜାଣ। ତୁମେମାନେ ନିଜ ଶରୀର ଓ ପ୍ରାଣ ସହିତ ପ୍ରତିଦିନର କାର୍ଯ୍ୟ ଶେଷ କରି ବି ସତ ହୃଦୟରେ ମୋର ପତିଙ୍କ ସେବା କରୁଛ। ମୋର ପତି ତୁମର ନୃତ୍ୟ, ତୁମର ଗୀତ, ତୁମର ଦୃଷ୍ଟି ଓ ତୁମେମାନେ ନିଜେ ଠାରୁ ଖୁସି ପାଆନ୍ତି। ତୁମେମାନେ ଏହି ପୃଥିବୀରେ ସତ୍ୟ ଭାବେ ଭଗବତୀ। ପାର୍ବତୀ ଏହି କଥାଗୁଡ଼ିକୁ ଶିବଙ୍କୁ ନେଇ କହୁଥିଲେ, ତୁମ ପାଖରେ ଯେଉଁ ମହାନ ଲୋକମାନେ ଆସନ୍ତି, ଯଦି ସେମାନେ ଏପରି କିଛି କରନ୍ତି, ଏକାଧିକାର ଗୋଟିଏ ଝିଅ ସହିତ ରୁହନ୍ତି, ତେବେ ସେମାନଙ୍କର ବଡ଼ ବଦନାମ ହେବ। ସେମାନେ କିଛି କହିପାରିବେ ନାହିଁ। ଏହି ଅପରାଧରୁ କେହି ବାଞ୍ଚି ପାରିନାହାନ୍ତି।